ଧୀର ପାଣି ପଥର କାଟେ। ଏହି ଉକ୍ତିଟି କୌଣସି ଜଟିଳ କାର୍ଯ୍ୟ ସାଧନ ନିମନ୍ତେ ଧୈର୍ଯ୍ୟ ଓ ସ୍ଥିରଚିତ୍ତର ଆବଶ୍ୟକତାକୁ ସୂଚାଏ। ଧୀର ସ୍ଥିର ଭାବରେ ଯେଉଁ କାର୍ଯ୍ୟ କରାଯାଏ ତାହା ତ୍ରୁଟିଶୂନ୍ୟ ହୋଇଥାଏ। କୌଣସି କାର୍ଯ୍ୟରେ ଅଯଥା ଉଦ୍ବେଗ ଓ ବ୍ୟାକୁଳତା ପ୍ରକାଶ କରି ମନକୁ ଅସ୍ଥିର କରିବା ଉଚିତ ନୁହେଁ। ସ୍ଥିରତା ନ ରହିଲେ ଠେକୁଆ ପରି ଜୀବନର ସକଳ କ୍ଷେତ୍ରରେ ପରାଜୟ ହେବାକୁ ପଡ଼ିଥାଏ। ଅଧୀର ଓ ଅସ୍ଥିର ମାନସିକ ଅବସ୍ଥା ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳରେ ବିଶୃଙ୍ଖଳା କରିଥାଏ। ଅନେକ ଛାତ୍ରଛାତ୍ରୀ ଅଧୀର ଓ ଅସ୍ଥିର ଭାବରେ ପ୍ରଶ୍ନପତ୍ର ପଢ଼ି ଏହାକୁ ଠିକ୍ ଭାବରେ ବୁଝି ପାରନ୍ତି ନାହିଁ। ଫଳରେ ଅନାବଶ୍ୟକ ଉତ୍ତର ଲେଖି ବିଫଳ ହୋଇଥାନ୍ତି। ଜଳଧାରାର ଧୀର ଗତି ଯେପରି କଠିନ ପ୍ରସ୍ତରକୁ ଭେଦ କରି ଧୀରେ ଧୀରେ ପଥରକୁ କ୍ଷୟ କରି ନିଜ ଗତିପଥକୁ ଅଧିକ ସରଳ ଓ ସୁଗମ କରିଥାଏ, ସେହିପରି ଧୀର ସ୍ଥିର ଭାବରେ କୌଣସି କାର୍ଯ୍ୟକୁ ନିଜକୁ ନିୟୋଜିତ କଲେ ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତ ହୋଇଥାଏ। ଧନ୍ୟବାଦ।